ଜାମଖୋଲ ଜଙ୍ଗଲରୁ ଅବକାରୀ ବିଭାଗ, ପୋଲିସ, ଏପିଆର ଫୋର୍ସ ଓ ଜଙ୍ଗଲ ବିଭାଗ ମିଳିତ ଭାବରେ 42 ଏକର ଜଙ୍ଗଲ ଜମିରୁ 63,000 ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛନ୍ତି। ଆଜି ସନ୍ଧ୍ୟା 7ଟା ସମୟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ପସରୀ ପଞ୍ଚାୟତର ଜାମଖୋଲ ଜଙ୍ଗଲରେ ବେଆଇନ ଭାବରେ 42 ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା 63,000 ଗଞ୍ଜେଇ ଗଛକୁ ଆଜି ସକାଳ 11ଟା ସମୟରୁ ଦିନ ତମାମ ଅବକାରୀ ବିଭାଗ, ଅବକାରୀ ମୋବାଇଲ ସ୍କ୍ୱାର୍ଡ, ପୋଲିସ, ଏପିଆର ଫୋର୍ସ, ଜଙ୍ଗଲ ବିଭାଗ ଓ ଦପଲାର ଆର୍ଆଇ ମିଳିତ ଭାବରେ ଚଢ଼ାଉ କରି କଟର ମାଧ୍ୟମରେ କାଟି ଘଟଣାସ୍ଥଳରେ ହିଁ ନିଆଁ ଲଗାଇ ନଷ୍ଟ କରିଛନ୍ତି। ଚଢ଼ାଉ ସମୟରେ ଘଟଣାସ୍ଥଳରୁ କୌଣସି ଆସାମୀଙ୍କୁ ଗିରଫ କରିନଥିବା ବେଳେ 199/2024-25ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ସବ୍ ଇନ୍ସପେକ୍ଟର ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।